ଗାଇଜ୍ ଯେତେବେଳେ ଭାରତୀୟ ଟିମ୍ ଇତିହାସ ସୃଷ୍ଟି କଲା ସେକେଣ୍ଡ ଟାଇମ୍ ଲଗାତାର ଯିଏକି ନିଜକୁ ୱାର୍ଲଡ ଚାମ୍ପିୟନ କଲା, ଯିଏକି ଲଗାତାର ତିନିଟା ଟାଇଟଲ୍ T20 ୱାର୍ଲଡ କପ୍ ଟାଇଟଲ୍ ରଖିବାର ଫାର୍ଷ୍ଟ ଟିମ୍ ହେଉଛି ଇଣ୍ଡିଆ ଟିମ୍, ଯେଉଁଟାକି ଏଇଟା ଗୋଟେ ୱାର୍ଲଡ ରେକର୍ଡ ସୃଷ୍ଟି କଲା। ତ ଗାଇଜ୍ ସେଇ ଟାଇମ୍ରେ ଏମିତି ଗୋଟେ ପ୍ଲେୟାର ଥିଲା ଇଣ୍ଡିଆନ୍ ଟିମ୍ରେ ଯିଏକି ଇଣ୍ଡିଆକୁ ୱାର୍ଲଡ ଚାମ୍ପିୟନ କରିବାରେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଭୂମିକା ଗ୍ରହଣ କରିଛି, ଯିଏକି ସବୁବେଳେ ଗାଇଜ୍ ଇଣ୍ଡିଆ ଟିମ୍ ଯେତେବେଳେ ମୁସ୍କିଲରେ ପଡ଼ିଥିବ କି ଏମିତି କିଛି ସିଚୁଏସନ୍ ଆସିଥିବ, ଗୋଟିଏ ପ୍ଲେୟାର ଗାଇଜ୍ ଛିଡ଼ା ହେଇଥାଏ ଇଣ୍ଡିଆ ଟିମ୍ ପାଖରେ, ଯିଏକି ଆଜି ସେଇ ପ୍ଲେୟାର ପାଇଁ ଇଣ୍ଡିଆ ୱାର୍ଲଡ ଚାମ୍ପିୟନ ହେଇପାରିଛି। ଯେଉଁ ପ୍ଲେୟାରକୁ ଗାଇଜ୍ ନା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଳିଛି, ନା ମ୍ୟାନ୍ ଅଫ୍ ଦି ସିରିଜ୍ ମିଳିଛି, ନା ପ୍ଲେୟାର ଅଫ୍ ଦି ମ୍ୟାଚ୍ ମିଳିଛି, କିଛି ଗାଇଜ୍ ମିଳିନି। ତ ଯାହା ନା ଗାଇଜ୍ ସାୟଦ ଆମେ କେହି ଡିସ୍କସନ୍ କରିଥିବା କି କେହି ବି ଡିସ୍କସନ୍ କରିଥିବେ, ସେ ହେଉଛନ୍ତି ଗାଇଜ୍ ଇଣ୍ଡିଆର ଅନରିଟର୍ନ ପ୍ଲେୟାର ଶୁଭମ ଦୁବେ, ଯିଏକି ଗାଇଜ୍ ଯେତେବେଳେ ଇଣ୍ଡିଆ ମୁସ୍କିଲ ସିଚୁଏସନ୍ରେ ଅଛି ସେତେବେଳେ ଶୁଭମ ଦୁବେ ଛିଡ଼ା ହେଇକି ନିଜର ଭୂମିକା କ'ଣ, ନିଜର କର୍ତ୍ତବ୍ୟ କ'ଣ, ଯେଉଁଟାକି ସେ ଭଲ ଭାବରେ ତୁଲେଇଛନ୍ତି ବା ଆଜି ସେଇଥିପାଇଁ ଇଣ୍ଡିଆ ଆଜି ୱାର୍ଲଡ ଚାମ୍ପିୟନ ହେଇଛି। ଆମେମାନେ କେବେ ବି ଡିସ୍କସନ୍ କରିନଥିବା ତାଙ୍କ ବିଷୟରେ, କିନ୍ତୁ ସେ ତାଙ୍କର ଯାହା କର୍ତ୍ତବ୍ୟ, ଯାହା କାମ ସେ ଚୁପଚାପ କରିଚାଲିଥିଲେ, ଯାହାକି ଇଣ୍ଡିଆ ଟିମ୍ ଆଜି ଚାମ୍ପିୟନ ହେଇପାରିଛି। ଏବଂ ଆମେମାନେ ସମସ୍ତେ ଭାବନ୍ତି ଶୁଭମ ଦୁବେ ଯିଏକି ନା ଏତେ ବୋଲିଂରେ ଖାସ୍ ନା ବ୍ୟାଟିଂରେ ଖାସ୍, ଯାହାର ଫୁଟୱାର୍କ ଚାଲେନି। ତ ଆମେମାନେ ସବୁବେଳେ ଏମିତି ହିଁ କିଛି ଭାବିଥାନ୍ତି ବା ଡିସ୍କସନ୍ କରିଥାନ୍ତି, ବଟ୍ ସେ ହିଁ ଗୋଟିଏ ପ୍ଲେୟାର ଯାଇକି ତାଙ୍କର ଯାହା କର୍ତ୍ତବ୍ୟ ସେ କରିଚାଲିଥିଲେ, ଯାହା ଟିମ୍କୁ ଦରକାର, ଯେଉଁ ଟାଇମ୍ରେ ଟିମ୍କୁ ତାଙ୍କର ଦରକାର ଥିଲା, ସେ ନିଜେ ଟିମ୍ ଆଗରେ ଛିଡ଼ା ହେଇଥିଲେ। ଆଉ ବହୁତ ଗାଇଜ୍ ବଡ଼ ବଡ଼ ଟିମ୍ଙ୍କ ବିରୁଦ୍ଧରେ ବହୁତ ଭଲ ଭଲ ରନ୍ କରି ଆଜି ଇଣ୍ଡିଆକୁ ବିଶ୍ୱ ବିଜେତା କରିବାରେ ତାଙ୍କର ଯେଉଁ ସଫଳତା ବା ତାଙ୍କର ଯେଉଁ କର୍ତ୍ତବ୍ୟ ରହିଛି, ସେ ନିଜେ ବହୁତ ଭଲ ଭାବରେ ତାକୁ ତୁଲେଇ ଚାଲିଛନ୍ତି। ତୁଲେଇଥିଲେ ବୋଲି ତ ଇଣ୍ଡିଆ ଆଜି ୱାର୍ଲଡ ଚାମ୍ପିୟନ ହେଇପାରିଛି। ଆଉ ଆଜି ଏମିତି କିଛି ସେ କରିଛନ୍ତି, ସେ ଯେଉଁ ରେକର୍ଡ ସୃଷ୍ଟି ହେଇଯାଏ, ଯେଉଁ ହିଷ୍ଟ୍ରି କ୍ରିଏଟ୍ କରିଛନ୍ତି, ଆଜି ଆମେମାନେ ତାଙ୍କର ଯେଉଁ ତାରିଫ କରିବା ପାଇଁ ବାଧ୍ୟ ହେଉଛନ୍ତି, କାହିଁକିନା ସେ ଏମିତି କିଛି ହିଁ ସେଇ ଟାଇପ୍ର କିଛି କରିଛନ୍ତି ଯେଉଁଟାକି ଆମମାନଙ୍କୁ ତାରିଫ କରିବାକୁ ବାଧ୍ୟ କରୁଛି। ଆମେମାନେ ହଁ ଗାଇଜ୍ ଆମେ ଜାଣିଛନ୍ତି ଇଣ୍ଡିଆ T20 ୱାର୍ଲଡ କପ୍ ଜିତିବା ପଛରେ ବହୁତ ଖିଲାଡ଼ିଙ୍କର ବହୁତ ବଡ଼ ଅଛି, ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ଅଛି, ଯେଉଁଟାକି ସେମାନେ ଭଲ ଭାବରେ ତୁଲେଇଛନ୍ତି, ଯିଏକି ସଞ୍ଜୁ ସାମସନ୍ ଆଉ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଇଶାନ କିଶାନ। ହଁ, ଆମେ ସମସ୍ତେ ତାଙ୍କର ହିଁ ତାରିଫ କଲେ। ହଁ, ତାରିଫ କରିବା ହିଁ ଦରକାର ଥିଲା, କାହିଁକିନା ସେମାନେ ଡିଜର୍ଭ କରନ୍ତି ନିଜର ତାରିଫ ପାଇଁ, କାହିଁକିନା ସେମାନେ ଏମିତି ହିଁ କିଛି କାମ କରିଛନ୍ତି ଯେଉଁଥିପାଇଁ ବି ଆମେ ତାଙ୍କର ତାରିଫ କଲେ। ବଟ୍ ଶୁଭମ ଦୁବେ ବି ତାଙ୍କରି ସେଇ ଟାଇପ୍ର ପ୍ଲେୟାର ଯିଏକି ଇଣ୍ଡିଆ ପାଇଁ ବହୁତ କିଛି କରିଛନ୍ତି। ତ ଶୁଭମ ଦୁବେ ବି ନିଜର ତାରିଫ ପାଇଁ ଯୋଗ୍ୟ, ସେ ବି ଡିଜର୍ଭ କରନ୍ତି, ସେତିକି ହିଁ ଡିଜର୍ଭ କରନ୍ତି ଯେତିକି ଆମର ସଞ୍ଜୁ ସାମସନ୍ ଡିଜର୍ଭ କରନ୍ତି କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟା ଡିଜର୍ଭ କରନ୍ତି, ସେତିକି ହିଁ ଡିଜର୍ଭ କରନ୍ତି ଆମର ଶୁଭମ ଦୁବେ ବି ତାରିଫର। ତ ଆମେମାନେ ଆଜି ସେଇଥିପାଇଁ ବାଧ୍ୟ ହେଉଛନ୍ତି ଶୁଭମ ଦୁବେଙ୍କର ତାରିଫ କରିବା ପାଇଁ। ଗାଇଜ୍ ପାକିସ୍ତାନ ଏଗନେଷ୍ଟରେ ଗାଇଜ୍ ଇଶାନ କିଶାନଙ୍କ ପରେ ଯିଏକି ହିଁ ଗୋଟିଏ ପ୍ଲେୟାର ଯିଏକି ଆସିକି ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଭୂମିକା ଗ୍ରହଣ କରିଥିଲେ, ଯେଉଁଟାକି 27 ରନ୍ର ଗୋଟେ ବଡ଼ ପାରି T20 ଫର୍ମାଟ୍ରେ 27 ରନ୍ ଗାଇଜ୍ ବହୁତ ବଡ଼ ରନ୍, ଗୋଟେ ଭଲ ସ୍କୋର, ସମ୍ମାନଜନକ ସ୍କୋର ଯେଉଁଟାକି ଶୁଭମ ଦୁବେ କରିଥିଲେ ପାକିସ୍ତାନ ଏଗନେଷ୍ଟରେ। ଆଉ ଗାଇଜ୍ ନେଦରଲ୍ୟାଣ୍ଡ ବିରୁଦ୍ଧରେ ଯେଉଁଟାକି ଚାନ୍ସ ମିଳିଲା ଟିକେ ଉପର ଅର୍ଡ଼ରରୁ ଆସି ଖେଳିବା ପାଇଁ, ଯେଉଁଟାକି 31 ବଲ୍ରେ 66 ରନ୍ ଗାଇଜ୍ T20 ଫର୍ମାଟ୍ରେ 66 ରନ୍ ଗୋଟେ ବହୁତ ବଡ଼ ସ୍କୋର
ମାନେ ଦେଖାଯାଇଛି ଯେଉଁଟାକି ଶୁଭମ୍ ଦୁବେ ନେଦରଲ୍ୟାଣ୍ଡ ବିରୁଦ୍ଧରେ କରିଥିଲେ। ଆଉ ସାଉଥ୍ ଆଫ୍ରିକା ସାଉଥ୍ ଆଫ୍ରିକା ଏଗନେଷ୍ଟରେ ଯେତେବେଳେ ସବୁ ପ୍ଲେୟାର ଫ୍ଲପ୍ ମାରିଥିଲେ ସେତେବେଳେ ଶୁଭମ୍ ଦୁବେ 42 ରନ୍ର ଗୋଟେ ବଡ଼ ସ୍କୋର ଯେଉଁଟାକି ସାଉଥ୍ ଆଫ୍ରିକା ଏଗନେଷ୍ଟରେ ସେ କରିଥିଲେ। ଆଉ ଏମିତି କହିବା ପାଇଁ ଗଲେ ଇଂଲଣ୍ଡ ଯେଉଁଟାକି ସେମିଫାଇନାଲ୍ 2ର ବହୁତ ବଡ଼ ଇମ୍ପୋର୍ଟାଣ୍ଟ ମ୍ୟାଚ୍ ଥିଲା, ଯେଉଁଟାକି ଇଣ୍ଡିଆ ପାଇଁ ବହୁତ ବଡ଼ ଚ୍ୟାଲେଞ୍ଜ ହେଇଥିଲା ସେ ମ୍ୟାଚ୍ଟା। କାହିଁକିନା ସେଇ ମ୍ୟାଚ୍ ଯଦି ହାରିଥାନ୍ତା ଇଣ୍ଡିଆ ଫାଇନାଲକୁ ଯାଇପାରିନଥାନ୍ତା। ତ ସେଇ ଇମ୍ପୋର୍ଟାଣ୍ଟ ମ୍ୟାଚ୍ ଶୁଭମ୍ ଦୁବେ ଇଂଲଣ୍ଡ ବିରୁଦ୍ଧରେ 25 ବଲ୍ରେ 42 ରନ୍ 25 ବଲ୍ରେ 42 ରନ୍, ଯେଉଁଟାକି ବହୁତ ବଡ଼ ଗୋଟେ ପାରି ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ ଶୁଭମ୍ ଦୁବେ। ଆଉ ଫାଇନାଲ୍ କଥା ତ ଜାଣିଛନ୍ତି, ନ୍ୟୁଜିଲାଣ୍ଡ ଏଗନେଷ୍ଟରେ ଆମର ସଞ୍ଜୁ ସାମସନ୍ ତ ବହୁତ ଭଲ ଇମ୍ପୋର୍ଟାଣ୍ଟ ଭୂମିକା ଗ୍ରହଣ କରିଥିଲେ, ଯେଉଁଟାକି ଆମର 89ରେ ଗୋଟେ ବଡ଼ ପାରି ଖେଳିଥିଲେ। ଇଶାନ କିଶାନକି ମଧ୍ୟ ଗୋଟେ ଅର୍ଦ୍ଧଶତକ ତାଙ୍କର ବହୁତ ଗୋଟେ ଇମ୍ପୋର୍ଟାଣ୍ଟ ଥିଲା। ବଟ୍ ଶୁଭମ୍ ଦୁବେକୁ ଆମେ କେବେ ମାନେ ପଛକୁ ଦେଖି ମାନେ ଯିଏକି ମାନେ ସୂର୍ଯ୍ୟକୁମାର ଯାଦବ ଯିଏକି ଆଉଟ୍ ହେଇଯିବା ପରେ ମାନେ ଟିମ୍ ଇଣ୍ଡିଆକୁ ସମ୍ଭାଳିଥିଲେ ଶୁଭମ୍ ଦୁବେ। ନ୍ୟୁଜିଲାଣ୍ଡ ଇଂଲିଶ ଫାଇନାଲ୍ ମ୍ୟାଚ୍ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ମ୍ୟାଚ୍ ଥିଲା, ବଡ଼ ମ୍ୟାଚ୍ ଥିଲା। ଯେତେବେଳେ ମାନେ ଲକ୍ଷ ଲକ୍ଷ ଲୋକମାନେ ବସିଥିଲେ, ତ ସେ ଯେଉଁ କ୍ରାଉଡ଼ ସେ ଯେଉଁ ମୋମେଣ୍ଟମ୍ ଯେତେବେଳେ ଥିଲା ସେଇ ଟାଇମ୍ରେ ଶୁଭମ୍ ଦୁବେ ଆସି ଯେତେବେଳେ ଲାଷ୍ଟ 4 ଓଭରରେ ମାତ୍ର 32 ରନ୍ ହେଇଥିଲା, ଲାଷ୍ଟ 4 ଓଭରରେ ମାତ୍ର 32 ରନ୍, କ୍ରାଉଡ଼ ପୁରା ଶାନ୍ତ ଥିଲା ସେଇ ଟାଇମ୍ରେ ଲାଷ୍ଟ ଓଭରରେ ଶୁଭମ୍ ଦୁବେ 24 ରନ୍ କରିଥିଲେ, ଯେଉଁଟାକି ଇଣ୍ଡିଆ 250+ ରନ୍ କରିବାରେ ସଫଳ ହେଇଥିଲା। କାହିଁକିନା ଆମକୁ ମଝିରେ ଲାଗୁଥିଲା ଯେ 250 ସ୍କୋର ହେବନି, ଯେଉଁଟାକି ପସିବୁଲ୍ ହେଲା ଖାଲି ଶୁଭମ୍ ଦୁବେ ଯେଉଁ ଲାଷ୍ଟ ଓଭରରେ 6-4 ଯେଉଁ ବର୍ଷା ହେଲା, ଇଣ୍ଡିଆ 250+ ରନ୍ ସ୍କୋର କରିବାରେ ସଫଳ ହେଲା ଖାଲି ଶୁଭମ୍ ଦୁବେଙ୍କ ପାଇଁ। ଭିଡ଼ିଓଟି ଭଲ ଲାଗିଥିଲେ ଶୁଭମ୍ ଦୁବେଙ୍କ ପାଇଁ ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବ